नमः गुरुभ्यः देवेभ्यः सज्जनेभ्यः। मु आपण मानक आगरे महान कवि भर्तृहरिंकर गोटे मूल्य भित्तिक कथा उपस्थापित करने जाऊँगी। एहीपरि आरंभ ଶୋକରେ ବହୁତ ସୁନ୍ଦର ଭାବରେ ମୈତ୍ରୀ କିପରି ସେ ବିଷୟରେ କୁହାଯାଇଛି, ବନ୍ଧୁତା କିପରି ସେ ବିଷୟରେ କୁହାଯାଇଛି। ବନ୍ଧୁତା କିପରି ବଡ଼ଙ୍କ ସାଙ୍ଗରେ ଯେଉଁ ମୈତ୍ରୀ କରାଯାଏ ବା ଭଲ ମୈତ୍ରୀ, ସତ୍ସଙ୍ଗତି, ଭଲ ମୈତ୍ରୀ, ଗୁଡ୍ ରିଲେସନ୍, ଭଲ ମୈତ୍ରୀ କିଭଳିଆ, ତାର ସ୍ୱରୂପ କେମିତିଆ, ଆଉ ଅନ୍ୟ ମୈତ୍ରୀ ବି ଆମେ କେତେ ପ୍ରକାର ସାଙ୍ଗ ଅଛି, ବହୁତ ସତ୍ସଙ୍ଗତି ଅଛି, ଦୁଃସଙ୍ଗତି ବି ଅଛି। ରାବଣର କ'ଣ ଦୁଃସଙ୍ଗତି ନଥିଲା? ଥିଲା। ସତ୍ସଙ୍ଗତି ବି ବଡ଼ ବଡ଼ ଋଷିମୁନିଙ୍କର ସତ୍ସଙ୍ଗତି ଥିଲା। ତେଣୁ ଆମେ ଦେଖିବା ସତ୍ସଙ୍ଗତିକୁ ବତାଇବା ପାଇଁ କବି କେଉଁ ଉଦାହରଣ ଦେଇଛନ୍ତି, ସେଇଟା ଇମ୍ପୋର୍ଟାଣ୍ଟ, ଆମ ପାଇଁ ପ୍ରସିଦ୍ଧ। ସେଇଟାକୁ ମନେ ରଖିବାକୁ ପଡ଼ିବ। ଆପଣମାନେ ଦେଖିଥିବେ ସକାଳେ ସୂର୍ଯ୍ୟ ଉଦୟ ହୁଅନ୍ତି। ସୂର୍ଯ୍ୟ ଉଦୟ ଯେତେବେଳେ ହୁଅନ୍ତି ଖରାଟା କେମିତି ଥାଏ? ବହୁତ ଲମ୍ବା। ଖରାବେଳକୁ କ'ଣ ହୁଏ? ସେ ଖରା କେତେ କମି କମି ଯାଇଥାଏ ନା ନାହିଁ? ନଥାଏ। ଆରମ୍ଭରୁ ବହୁତ ଲମ୍ବା ଛାୟା ପଡ଼େ। ସୂର୍ଯ୍ୟ ଉଦୟ ହେଲେ ଛାୟା ପଡ଼ିଲା, ସେ ଛାୟାଟା କ'ଣ ବହୁତ ଲମ୍ବା ଆଗ। ସେମିତି ଦୁର୍ଜନମାନଙ୍କର ସାଙ୍ଗ ସ୍ୱାର୍ଥ ପାଇଁ ଆସିଥିବେ, କହି ପକାଇ ଟେକି ପକାଇବେ, ଏମିତି ହିମାଳୟଠୁ ଆପଣ ବଡ଼, ଆହା କେତେ ପବିତ୍ର, ଆପଣ ଗଙ୍ଗାଠାରୁ ଆହୁରି ପବିତ୍ର, କିଛି କହିପାରିବେନି। ଏତେ ଟେକି ଟାକି କହିବ, ଏତେ ଖାଇବା ପିଇବାକୁ ଦେବ, ଗୋଳମୁଳି ଦେବ, ହାତ ମଳିବ, ଆଉ କିଛି ଆଉ ବାକି ରଖିବ ନାହିଁ। ଏମିତି ମୈତ୍ରୀ, ଦୁଷ୍ଟମାନେ ଏମିତି ସାଙ୍ଗ ହେବେ ଯେ ଯାହା ପାଖରେ ସେ ଏମିତି ବନ୍ଧୁତା ଦେଖେଇବେ, ସେ ପୁରା ଭଳିଯିବ, ନା ସବୁ କିଛି ସମର୍ପଣ କରିଦେବ, ଗଲା। ଦୁଷ୍ଟମାନେ ନିଜ ସ୍ୱାର୍ଥ ପାଇଁ ଏତେ ସୁନ୍ଦର ବ୍ୟବହାର କରିବେ, ଆହା, ଯାହା ପ୍ରତି ବ୍ୟବହାର କରାଯିବ ସିଏ ତ ପୁରା ପ୍ରସନ୍ନ ହେଇଯିବ, ଆଉ ଦେଇଦେବ ସବୁ। ଇଏ ହେଲା ଦୁଷ୍ଟଙ୍କର ମୈତ୍ରୀ। ସତ୍ସଙ୍ଗତି, ସଜ୍ଜନ ସାଙ୍ଗରେ ଆପଣ ମୈତ୍ରୀ କରିବେ। ଯେମିତି ମୈତ୍ରୀ କରିବା ପାଇଁ ଯେ ପଚାରିବେ, ତୁମ ନାଁ କ'ଣ? ହେବ ନା ଅଛି, କହିବି, କ'ଣ ଦରକାର କହିବା।
କହିବେନି। ସାଧାରଣତଃ ସେ ହଠାତ୍ ଦୋସ୍ତି ବଢ଼େଇ ଦେବେନି। ଧୀରେ 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 ସିଏ ଆମକୁ ଜାଣିବେ, ଆମେ ତାଙ୍କୁ ଜାଣିବା। ବହୁତ ଚିହ୍ନା ଜଣା ଭିତରେ ଯେତେବେଳେ ସେ ସ୍ଥିର ଭାବରେ ଜାଣିବେ ଯେ ଲୋକଟି ହେଉଛି ଭଲ, ଭଲ ଲେଖୁଛି, ଭଲ ଗାଉଛି, ଭଲ କହୁଛି, ଆଉ ନିଶ୍ଚିତ ଭାବରେ ଲୋକଟି ଭଲ ଯେତେବେଳେ ଜାଣିବେ ସେତେବେଳେ ସେ ଦୋସ୍ତି କରିବେ, ମୈତ୍ରୀ ବଢ଼େଇବେ। ଅର୍ଥାତ୍ ସଜ୍ଜନମାନଙ୍କର ମୈତ୍ରୀ ଆରମ୍ଭ ହେବ ବହୁତ ବହୁତ ନ୍ୟୁନତାରୁ, ବହୁତ କମ୍। ଧୀରେ 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 ଜାଣି 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 ସିଏ ଦୋସ୍ତି ବଢ଼େଇବେ, ମୈତ୍ରୀ ବଢ଼େଇବେ। ଅର୍ଥାତ୍ ସଜ୍ଜନମାନଙ୍କ ସାଙ୍ଗରେ ଯେତେବେଳେ ଆମେ ମୈତ୍ରୀ କରିବା ହଠାତ୍ ତାହା ନିବିଡ଼ ହେଇନଥାଏ, ଘନିଷ୍ଠ ହେଇନଥାଏ। କିନ୍ତୁ ଦୁଷ୍ଟଙ୍କର ସାଙ୍ଗ ଘନିଷ୍ଠ ହେଇଥାଏ ଆରମ୍ଭରେ, ତାପରେ ଛାଡ଼ି ପଳାଇଯିବେ। କିନ୍ତୁ ସଜ୍ଜନମାନଙ୍କ ସହିତ ସାଙ୍ଗ କଲେ ତାହା ଆରମ୍ଭରେ ବହୁତ ନ୍ୟୁନ। ସେ ପରଖି 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 କେତେ ପରଖା ପରେ ଆମର ଯେମିତି 4ଟା ପ୍ରମାଣ ଅଛି, ସବୁ ପ୍ରମାଣକୁ ଅତିକ୍ରମ କରି ଆହୁରି କେତେ ପ୍ରମାଣ ତାଙ୍କ ପାଖରେ ଆସିଯିବ। ନ୍ୟାୟଶାସ୍ତ୍ର ପୁରା ମୁଖରେ ରଖିଦେଇଥିବେ, 90 ନ୍ୟାୟକୁ ମୁଖରେ ରଖିଦେଇଥିବେ। ଆଉ ପ୍ରମାଣ କ'ଣ ସେଠି ପଚାରିବେ? ଏ ଜାଣି ଜାଣିକି ସତ୍ସଙ୍ଗତି କଥା କହିଦେଲେ ଅଧିକ ହୁଏନି, ନ କହିଲେ କମିଯାଏ ନାହିଁ। ଯେଉଁଠି ସତ୍ସଙ୍ଗତି ଥିବ ଆଜୀବନ ସେଠି ଥିବ। ସେମାନେ ପରୀକ୍ଷା କରି 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 ଦୋସ୍ତି କରିଥାନ୍ତି। ତେଣୁ ସୂର୍ଯ୍ୟଙ୍କର ଆବିର୍ଭାବରେ ଯେଭଳି ଭାବରେ ଆମ ଶରୀରର ଛାୟା ବହୁତ ବଢ଼ି ବଢ଼ି ଯାଏ, ଆରମ୍ଭରେ ବଢ଼ି ବଢ଼ି ଯାଇ କମିଯାଏ ଖରାବେଳକୁ, ସେହିଭଳି ସୂର୍ଯ୍ୟଙ୍କର ଆଗମନରେ ଯେଉଁ ପ୍ରଥମେ ଆମର ଛାୟାଟା ବହୁତ ବଡ଼ ଥାଏ, ସେଇଭଳି ହେଲା ଦୁଷ୍ଟମାନଙ୍କର ସାଙ୍ଗ। ଅର୍ଥାତ୍ ଦୁଷ୍ଟମାନେ ବହୁତ ଘନିଷ୍ଠ ସହିତ ସ୍ୱାର୍ଥ ପାଇଁ ଘନିଷ୍ଠ ସମ୍ବନ୍ଧ କରନ୍ତି, ତାପରେ ବାସ୍ ପଳାଇ ଯାଆନ୍ତି। କିନ୍ତୁ ସଜ୍ଜନମାନେ ଦିନର ପରାର୍ଦ୍ଧ ଛାୟା ଭଳି 12ଟା ପରେ ଧୀରେ 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 ଛାୟାଟା ବଢ଼ି ବଢ଼ି ସନ୍ଧ୍ୟାବେଳକୁ ବହୁତ ବଡ଼ ହେଇଯାଇଥିବ। ମୈତ୍ରୀମାନଙ୍କ ସାଙ୍ଗରେ ଯେଉଁ ଆମେ ଭଲ ଲୋକମାନଙ୍କ ସହିତ ଆମେ ମୈତ୍ରୀ କରନ୍ତି, ପଛକୁ ତାହା ବହୁତ ନିବିଡ଼ ହେଇଯାଇଥାଏ। ତାହେଲେ ଆପଣ କୁହନ୍ତୁ କେଉଁ ସାଙ୍ଗଟା ଆପଣ ପସନ୍ଦ କରିବେ? ସ୍ୱାର୍ଥ ପାଇଁ ଯିବେ ଆଗ ସମ୍ବନ୍ଧ କରି, ତାପରେ ତାଙ୍କୁ ବାଇ କରି ପଳାଇ ଆସିବେ, ନା ସଜ୍ଜନଙ୍କ ସହିତ ଦୋସ୍ତି କରିବେ ଆଜୀବନ? ହଠାତ୍ ଛୋଟିଆ ଦେଖିକିରି ଡରିଯିବେ ନାହିଁ, ବହୁତ ବଡ଼ ହୁଏ। ହେଲା, ଆଉ କହିବାକୁ ଚାହୁଁନି, କାରଣ ପ୍ଲାଟଫର୍ମରେ କେତେ ବଡ଼ ବଡ଼ ଲୋକ ଅଛନ୍ତି, ଅଧିକ ଉଦାହରଣ ଦେବାନି। ଧନ୍ୟବାଦ। ଆମେ ସଜ୍ଜନଙ୍କ ମୈତ୍ରୀ ଭଳି ମୈତ୍ରୀ କରିବା, ପରଖି କରି ମୈତ୍ରୀ କରିବା, ଦୁର୍ଜନଙ୍କ ଭଳି ନୁହେଁ, ସ୍ୱାର୍ଥପର ମୈତ୍ରୀ ଆମେ କରିବା ନାହିଁ। ଏତିକି କହି ବିରାମ ନେଉଛି। ନମସ୍କାର।